ଭାଇ ଗେଣ୍ଡୁ ହଁ ଭାଇ ଆରେ ସେ ତମର ସେ ଘର ପଡ଼ିଶା ଯୋଉ ଅଛନ୍ତି ଶାଶୁ ବୋହୂ ସେ ତାଙ୍କର ସବୁବେଳେ ପାଟିତୁଣ୍ଡ କାହିଁକି ଜାଣିନ ଭାଇନା କଥା ଜାଣିନ କଣ ହେଇଛି ତୁ କହୁନୁ କହ ଆମେ ତ ଜାଣିଛୁ ଆମର କାହାର ଘର ଭଙ୍ଗା ବୁଦ୍ଧି ନାହିଁ ସବୁବେଳେ ଆମେ ସମାଧାନ ଚାହୁଁ କଣ ହେଇଛି ତାଙ୍କର କଥା କଣ ହେଇଛି ତାଙ୍କର ଯୋଉ ଝିଅଟା ବି ଜନ୍ମ ହେଇଛି ହଁ ବଢିଆ 5 ବର୍ଷ ପରେ ଗୋଟେ ବୋହୂଟାର ଝିଅଟେ ହେଲା ଛୁଆଟେ ହେଲା ଗୋଟେ ଭଲ ହେଇଛି ହଁ କଣ ହେଇଛି ତାଙ୍କର ଯୋଉ ଝିଅଟା ଜନ୍ମ ହେଇଛି ତା ଶାଶୁ କହିବା କଥା ଯେ ସେ ଝିଅଟାର ମୁହଁ କାହା ସାଥିରେ ହେଲେ ମିଶୁନି। ଆଚ୍ଛା ଆଚ୍ଛା ମିଶୁନି ବୋଲି ତାଙ୍କ ଘରେ ପାଟିତୁଣ୍ଡ ହଁ ଏଇ 15 ଦିନ ହେଲା ପାଟିତୁଣ୍ଡ 15 ଦିନ ହେଲା ତମ ମାନେ ସେଠି 15 ଦିନ ହେଲା ତାଙ୍କ ପାଚିରି ପାଖରେ କାହିଁ ନାକି ଥାଉଛୁ ସାଇ ପଡିଶା ଘର କରିଅଛୁ ଆମର ଶୁଣିବା କଥା ତମେ ଖାଲି ଶୁଣିବା କଥା ରହୁଛି ଆଉ କଣ ହଉଛି ବୋଲି ପଡିଶା ଘର ତ ହଁ ତମକୁ ଟିକେ ପର କଳିରେ ସବୁବେଳେ ପର ପେଳରେ ମୁଗ ଭାଜିବାକୁ ଅଭ୍ୟାସ ନା ଆରେ ଶଳାଟା ପୁରା ଛୋଟିଆ କଥାଟେ ତ କହିବୁ କଥାଟା ତ ସମାଧାନ ହେଇଯିବ ସିଧା ତ ଯିବୁ ତାଙ୍କ ବୁଢୀ କହିବୁ କହିବୁ ମାଉସୀ ତମ ଘରକୁ ତ ବୋହୂ ଆଣିଛ ସେ ବୋହୂ ପାଖରେ ପ୍ରିଣ୍ଟିଂ ମେସିନ ନାହିଁ ଗୋଟାଏ ଥର ତ ଗୋଟେ କଥା କହିବୁ ଶଳା ଏକାଥରେ ଅଳିଆ ବାଳ ତୁଟିବ ଜାଣିନ ଭାଇ ତା ଶାଶୁ କଥା କଣ ଏ କଥା ଯଦି ଶୁଣିବ ଚାତଲା ପିତିବ ତ ଗାଡିରେ ପୁରେଇ ଦବ। ନାଇଁ ଦେଖେ ମୋର କାହାର ତୋ କାପାସିଟି ଅଛି ତୁ ସମ୍ଭାଳିବୁ କିନ୍ତୁ ମୁଁ ସେମିତି କହିପାରିବିନି ମୋ କାମ ହେଲା ଲୋକଙ୍କର କଥା କେମିତି ସମାଧାନ କରିବା ତୁ ତ ପାରିବୁ କହିଦେ ହେଲା କଥାଟା ସମାଧାନ ହେଇଯିବ।